ଆଜି ଆମେ ପଢିବା କିଏ କିଏ କେଉଁଠି ରୁହେ ହେଲା। ଗାଈ ଗାଈ କୋଉଠି ରୁହେ? ଗାଈ ଘରେ ରୁହେ। ବିଲେଇ ଘରେ। ବାଘ ଜଙ୍ଗଲରେ। ତାହେଲେ ଆମେ ଆଜି ଜାଣିବା କିଏ ସମସ୍ତେ କୋଉଠି ରୁହନ୍ତି। ତମେ ମାନେ ସବୁ କୋଉଠି ରୁହ? ଘରେ ରୁହ। ସେମିତି ସମସ୍ତେ କୋଉଠି ରୁହନ୍ତି ନା? ଆଉ ଆମେ ଆଜି କିଏ କୋଉଠି ରୁହେ ତାକୁ ଗୀତ ଆକାରରେ ଶିଖିବା ବୁଝିପାରିଲ? ହଉ। ଗାଈ ଛେଳି ଗୁହାଳେ। ବାଘ ହାତୀ ବଣରେ। ଜୋରେ ବୋଲ। ଗାଈ ଛେଳି ଗୁହାଳେ। ବାଘ ହାତୀ ବଣରେ। ତାହେଲେ ଗାଈ ଛେଳି ଆମର କୋଉଠି ରହିବେ? ତମର ଗାଈ ଛେଳି ଅଛି? ବାଘ ହାତୀ ସବୁ କୋଉଠି ରୁହନ୍ତି? ଜଙ୍ଗଲରେ ବା ବଣରେ ରୁହନ୍ତି। ବୁଝିପାରିଲ? ଘୋଡ଼ା ରହେ ଘୋଡ଼ଶାଳେ। କୁସି ରହେ ଘରେ। ଘୋଡ଼ା ରହେ ଘୋଡ଼ଶାଳେ। କୁସି ରହେ ଘରେ। ଘୋଡ଼ା କେଉଁଠି ରୁହେ? ଘୋଡ଼ଶାଳରେ ରୁହେ। କୁସି କେଉଁଠି ରୁହେ? କୁସି ମାନେ କିଏ? ବିଲେଇ। ବିଲେଇ ନା କୁସି। କୁସି କେଉଁଠି ରୁହେ? ଘରେ। ପକ୍ଷୀ ରୁହେ ଡାଳରେ। ମାଛ ରହେ ଜଳରେ। ପକ୍ଷୀ ରୁହେ ଡାଳରେ। ମାଛ ରୁହେ ଜଳରେ। ପକ୍ଷୀ କେଉଁଠି ରୁହେ? ଗଛ ଡାଳରେ ରୁହେ। ଗଛ ଡାଳରେ କଣ କରେ? ବସା ବାନ୍ଧିକି ସେ ରହେ। ମାଛ କେଉଁଠି ରୁହେ? ଜଳରେ ରୁହେ। ବୁଝିପାରିଲ? କୁନି ରହେ ମା କୋଳେ। ଜହ୍ନ ମାମୁଁ ଦେଖେରେ। କୁନି ରହେ ମା କୋଳେ। ଜହ୍ନ ମାମୁଁ ଦେଖେରେ। କୁନି ମାନେ କିଏ? କୁନି କୋଉଠି ରୁହେ? ମା କୋଳରେ ରୁହେ। କଣ ଦେଖେ? ଜହ୍ନ ଦେଖେ। ଘରେ ଥାଏ କୁକୁର। ସେ ବଡ଼ ହୁସିଆର। ଘରେ ଥାଏ କୁକୁର। ସେ ବଡ଼ ହୁସିଆର। ଅଜଣା ଲୋକକୁ ଦେଖିଲେ ଘରକୁ କରେ ସାହାସ। ଅଜଣା ଲୋକକୁ ଦେଖିଲେ ଘରକୁ କରେ ସାହାର। ଘରେ କିଏ ରହେ? କୁକୁର ରହେ। ସେ ଅଜଣା ଲୋକକୁ ଦେଖିଲେ କଣ କରେ? ବାହାର କରିଦିଏ। ଚୋରକୁ ଦେଖିଲେ ବାହାର କରିଦିଏ। ବୁଝିପାରିଲ?